ଆଶା ଏବଂ ଆଶଙ୍କା ଭିତରେ ରାତି ପାଇଗଲା। ଏବେ ବି ଅପରାଜିତାର କାନରେ ବାପାଙ୍କର ସେଇ କେଇ ପଦ କଥା ପ୍ରତିଧ୍ୱନି କରୁଛି। ଝିଅ ଶାଶୁ ଘରେ ଚଳିବ କେମିତି? କିନ୍ତୁ ଅପରାଜିତାର ପ୍ରବଳ ବିଶ୍ୱାସ ଥାଏ ଅଭିଳାଷ ଉପରେ। ଅଭିଳାଷକୁ ସେ ଯେତିକି ଭଲ ପାଏ, ଅଭିଳାଷ ମଧ୍ୟ ତାକୁ ସେତିକି ଭଲ ପାଏ। ଅଭିଳାଷ କେବେ ବି ଅପରାଜିତା ମନରେ କଷ୍ଟ ଆସିବାକୁ ଦେବନି। ସେ ତାକୁ ଛାଇ ଭଳି ଜଗି ରହିବ। ସ୍ନେହ, ପ୍ରେମ ଏବଂ ଆକର୍ଷଣର ପ୍ରତିଛବି ହେଉଛି ଅଭିଳାଷ। ଏମିତି ନିଜର ମନକୁ ବୁଝିବାକୁ ଚେଷ୍ଟା କରୁଥାଏ ଅପରାଜିତା। ସକାଳ ଯାଇ ଖରାବେଳ ହେଲାଣି। ବାଡ଼ୁଅ ପାଣିରେ ଗାଧୋଇ ସାରିଲାଣି ଅପରାଜିତା। ଘରକୁ ବନ୍ଧୁବାନ୍ଧବଙ୍କର ସୁଅ ଛୁଟିଲାଣି। ଦାଣ୍ଡ ସଜା ସରିଲାଣି। ଖନ୍ଦାଶାଳରେ ରୋଷେଇଆଙ୍କର ଆସର ଜମିଲାଣି। ବର ଆସିବ, ବରଯାତ୍ରୀ ବି ଆସିବେ। ଗାଁ ଦାଣ୍ଡରେ ରୋଷଣୀ କରି ବାଜା ବାଣରେ ଗାଁଟାକୁ ଦୋହଲେଇ ଦେବେ। ତାର ସ୍ୱପ୍ନର ନାୟକ ବରବେଶରେ ସଜେଇ ହୋଇ ସାହି ପଡ଼ିଶା ସାଙ୍ଗସାଥୀକୁ ସାଙ୍ଗରେ ଧରି ତା ଅଗଣାରେ ପହଞ୍ଚିବ। ଆଉ ବାହାବେଦୀରେ ବସି ବାହା ହୋଇ ତାକୁ ସାଙ୍ଗରେ ନେଇ ଚାଲିଯିବ। ବାପଘରର ସ୍ନେହ ଶ୍ରଦ୍ଧାକୁ ପର କରି ଆଜି ଅପରାଜିତା ଭିନ୍ନ ଗୋତ୍ରୀ ହୋଇଯିବ। ଏହା ତାକୁ କଷ୍ଟ ଦେଉଛି ସତ, ହେଲେ ଆନନ୍ଦ ବି ଦେଉଛି। କାରଣ ଯାହାକୁ ସେ ଦୀର୍ଘ 7 ବର୍ଷ ଧରି ଭଲ ପାଉଥିଲା, ଯିଏ ଥିଲା ତାର କଳ୍ପନାର ଏବଂ ସ୍ୱପ୍ନର ନାୟକ, ଆଜି ସେ ତା ପାଇଁ ରାଜକୁମାର ସାଜି ଆସିବ ଆଉ ତାକୁ ସବୁଦିନ ପାଇଁ ନିଜର କରି ନେଇ ଚାଲିଯିବ। ବାଣ ଫୁଟିବା ଶବ୍ଦରେ ଅପରାଜିତା ସତେଜ ହୋଇଗଲା। ତା ପ୍ରେମିକ ତା ଗାଁ ଦାଣ୍ଡରେ ପହଞ୍ଚି ସାରିଲାଣି। ବର ଯାଉଛି ଦେଖ ରୋଷଣୀ କରି। ଗୀତରେ ଗାଁ ଦାଣ୍ଡ ଫାଟି ପଡ଼ୁଛି। ଅପରାଜିତାର ସାଙ୍ଗମାନେ ଧାଇଁଗଲେ ବରକୁ ଦେଖିବାକୁ। ଅପରାଜିତା ବି ଘର କୋଣରେ ରହି ତାକୁ ଦେଖିବାକୁ ଚେଷ୍ଟା କରୁଥାଏ। ତାର ସ୍ୱପ୍ନର ନାୟକକୁ ଦେଖିବାକୁ ଚେଷ୍ଟା କରୁଥାଏ। ଆଜି ଯେମିତି ଅପରାଜିତାକୁ ଲାଗୁଛି ସେ ସରଗର ଜହ୍ନକୁ ହାତ ମୁଠାରେ ପାଇବାକୁ ଯାଉଛି କି? ବର ରୋଷଣୀ କରି ଆସି ଘର ଦୁଆର ମୁହଁରେ ପହଞ୍ଚିଗଲାଣି। ଦୁଇ ଭାଇ ବରକୁ ଟେକି ନେଇଛନ୍ତି ବର ବସିବା ସ୍ଥାନକୁ। ବିବାହ ଆରମ୍ଭ ହୋଇଛି। ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ବେଦୀ ଉପରେ ବସିଛନ୍ତି ଅଭିଳାଷ ଏବଂ ଅପରାଜିତା। ଯଥା ରାବଣେଶ ମନ୍ଦିର ଧରି ଶ୍ଳୋକରେ ହାତଗଣ୍ଠି ପକାଇଛନ୍ତି ପୁରୋହିତ। ଆଉ ପାଖରେ ଅଛନ୍ତି ଉଭୟ ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ। ସମସ୍ତଙ୍କର ଉପସ୍ଥିତିରେ ଅଭିଳାଷ ଅପରାଜିତାକୁ ପିନ୍ଧେଇ ଦେଇଛି ଶଙ୍ଖା, ସିନ୍ଦୁର ଆଉ ମଙ୍ଗଳସୂତ୍ର।